ଆପଣ ସମସ୍ତଙ୍କୁ ଓଡ଼ିଆ ଟ୍ରିକ୍ସ ୟୁଟ୍ୟୁବ୍ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ଆମେ OTET ପେପର 2 ସାଇନ୍ସର ଯେଉଁ ଲାଇଟ୍ ଡିସ୍କସନ୍ କରୁଥିଲେ ଲାଇଟ୍ ଚାପ୍ଟର ତାର ଏ ପର୍ଯ୍ୟନ୍ତ 3ଟି ପାର୍ଟର ଭିଡ଼ିଓ ଅପଲୋଡ଼ ହେଇଛି। ସେ ଭିଡ଼ିଓକୁ ମୋର ହୋପ୍ ସମସ୍ତେ ଦେଖିଥିବେ। ଆଜି ଆମେ ଲାଇଟ୍ର ଲାଷ୍ଟ ପାର୍ଟ ଡିସ୍କସନ୍ କରିବା। ପୁରା ସମରି ହିସାବରେ ନେବେ ଏଇଟାକୁ ଆଉ ଆପଣଙ୍କର ଜେନେରାଲ୍ ଆଇଡ଼ିଆ ଗୋଟେ ଆସିଯିବ। ମୋତେ ଲାଇଟ୍ ଚାପ୍ଟରରେ କେଉଁ ଜିନିଷ ପଢ଼ିବାର ଥିଲା, ମୁଁ କେଉଁ ଜିନିଷକୁ ଫୋକସ୍ କଲେ ପରୀକ୍ଷାରେ ଆସୁଥିବା MCQର ସମାଧାନ କରିହେବ। ଏହାର PDFଟା ମୁଁ ଟେଲିଗ୍ରାମ ଗ୍ରୁପରେ ଅଲରେଡ଼ି ଅପଲୋଡ଼ କରିସାରିଛି। ଯେଉଁମାନେ ମୋର ଏଇ PDFରେ କ'ଣ ଲେଖା ହେଇଛି ବୁଝିପାରୁନଥିବେ ତାହେଲେ ଭିଡ଼ିଓକୁ ଦେଖିବେ, କେଉଁ ପଏଣ୍ଟ ମୁଁ ଛାଡ଼ିଛି ତାକୁ ଆପଣ ନୋଟ୍ କରିବେ। ତାହେଲେ ଆଜି ଆମେ ଲାଇଟ୍ର ଆଉ ଗୋଟିଏ ବିହେଭିଅର ପଢ଼ିବା, ଯାହାକୁ କୁହନ୍ତି ରିଫ୍ରାକ୍ସନ୍ ବା ଓଡ଼ିଆରେ କୁହନ୍ତି ପ୍ରତିସରଣ ବୋଲି କୁହନ୍ତି। ସେ ପ୍ରତିସରଣ ବୁଝିବା ପୂର୍ବରୁ ଆମେ କ'ଣ ଜାଣିଥିଲେ, ଲାଇଟ୍ କ'ଣ କରୁଛି ନା ସରଳ ରେଖାରେ ଗତି କରୁଛି। ଲାଇଟ୍ ଗତି କରିବା ପାଇଁ ଟିକେ ଥିକନେସ୍କୁ ବଢ଼େଇ ଦେଉଛି। ଲାଇଟ୍ ଗତି କରିବା ପାଇଁ ହେଲେ ବିଭିନ୍ନ ମାଧ୍ୟମର ଆବଶ୍ୟକତା ପଡ଼େ କି ନାହିଁ, ଯାହାକୁ କୁହନ୍ତି ମିଡ଼ିୟମ୍ ବୋଲି କୁହନ୍ତି ମାଧ୍ୟମ। ତାହେଲେ ଆଲୋକ ସବୁ ମାଧ୍ୟମରେ, ଆମର ବିଭିନ୍ନ ମାଧ୍ୟମ ଥିଲା, ଜଳ, ବାୟୁ, ତା ସହିତ ମାନେ ଶୂନ୍ୟ, ଏମିତି ବିଭିନ୍ନ ମାଧ୍ୟମ, କାଚ, ଏମିତି ବିଭିନ୍ନ ମାଧ୍ୟମ ଅଛି କି ନାହିଁ ଅଛି। এই ବିଭିନ୍ନ ମାଧ୍ୟମ ଭିତରେ ଆଲୋକ ଗତି କଲା ବେଳେ କ'ଣ ଆଲୋକର ସ୍ପିଡ଼ ସମାନ ରୁହେ କି? ଆମ ମନକୁ ପ୍ରଶ୍ନ ଆସେ କି ସବୁ ମିଡ଼ିୟମରେ ଲାଇଟ୍ଟା ସମାନ ସ୍ପିଡ଼ରେ ଗତି କରେ କି? ନା, ଗତି କରେ ନାହିଁ। କେଉଁ ମାଧ୍ୟମରେ ଗତିର ବେଗ ଅଧିକ, କେଉଁ ମାଧ୍ୟମରେ ଗତିର ବେଗ କମ୍। ଯେମିତି ଆଲୋକ ସବୁଠାରୁ ଅଧିକ କେଉଁ ମାଧ୍ୟମରେ ଆଲୋକ ସବୁଠୁ ଅଧିକ ସ୍ପିଡ଼ରେ ଯାଇପାରେ, ସେ ପୂର୍ବ ଭିଡ଼ିଓରେ ବି ଡିସ୍କସନ୍ ହେଇଥିଲା, ଯାହାକୁ କୁହନ୍ତି ଶୂନ୍ୟ ମାଧ୍ୟମ। ଆଉ ଲେଖିଦେବେ ଗୋଟେ ଜିନିଷ କି ଲାଇଟ୍ଟା ଶୂନ୍ୟ ମାଧ୍ୟମ ବା ତାକୁ ଇଂରାଜୀରେ କୁହନ୍ତି ଭ୍ୟାକମ୍ ବୋଲି କୁହନ୍ତି, VACUUM। ଭ୍ୟାକମ୍ରେ ଲାଇଟ୍ର ସ୍ପିଡ଼ ସବୁଠାରୁ ଅଧିକ। କେତେ? ତାର ସ୍ପିଡ଼ ହେଉଛି, ଲାଇଟ୍ର ଭେଲୋସିଟି କେତେ? ପରିବେଗ ଲେଖିଦେବା 10 × 10⁸ ମିଟର ପର ସେକେଣ୍ଡ, 3 × 10⁸ ମିଟର ପର ସେକେଣ୍ଡ। ଲାଇଟ୍ଟା ଶୂନ୍ୟ ମାଧ୍ୟମରେ ଏତିକି ଭେଲୋସିଟିରେ ଗତି କରେ। ଏଇଟା ସମସ୍ତେ ଜାଣିଛନ୍ତି କି ନାହିଁ? ଜାଣିଛନ୍ତି। ଆମକୁ ଏଇଠି 2-3ଟା ମାଧ୍ୟମ କଥା ଉଠେ। ଏଇ ମାଧ୍ୟମ କଥା ଉଠିଲା ବେଳେ ଆମେ କ'ଣ କରିବା ନା ଏକ୍ଜାମ୍ପଲ୍ ଦେବା। ମନେ କରାଯାଉ ଗୋଟିଏ ମାଧ୍ୟମ ହେଉଛି ଜଳ ମାଧ୍ୟମ ଆଉ ଗୋଟିଏ ହେଉଛି ବାୟୁ ମାଧ୍ୟମ। ଏଇ 2ଟା ମାଧ୍ୟମ କି ନାହିଁ? ସେଭଳିଆ 2-3ଟା ମାଧ୍ୟମ ଯେତେବେଳେ ଦେଇଥିବ ବା ଅତି କମ୍ରେ 2ଟି ମାଧ୍ୟମ ଦେଇଥିବ, ଆମେ ସେତେବେଳେ 2ଟା ମାଧ୍ୟମ ବା 2ଟା ମିଡ଼ିୟମ୍ ଭିତରେ କମ୍ପାରିଜନ୍ କରିବା, ତୁଳନା କରିବା। ସେତେବେଳେ ତୁଳନା କଲେ ଆମ ମାଇଣ୍ଡକୁ 2ଟା ଟର୍ମ ଆସିବ, ଯାହାକୁ କୁହନ୍ତି ଘନ ମାଧ୍ୟମ ଆଉ ଗୋଟିଏକୁ କୁହନ୍ତି ଲଘୁ ମାଧ୍ୟମ। ଘନକୁ ଇଂରାଜୀରେ କୁହନ୍ତି ଡେନ୍ସର ମିଡ଼ିୟମ୍, ଲଘୁକୁ କୁହନ୍ତି ରେୟାରର ମିଡ଼ିୟମ୍। 2ଟା ଭିତରୁ ଯେତେବେଳେ 2-3ଟା ମାଧ୍ୟମ ଦେଇଥିବ ବା ଅତି କମ୍ରେ 2ଟା ମାଧ୍ୟମ ଦେଇଥିବ, ଆମକୁ ପଚାରିଥିବ କେଉଁଟା ଗୋଟିଏ ଘନ ମାଧ୍ୟମ ହେଇଥିବ, କେଉଁଟା ଗୋଟିଏ ଲଘୁ ମାଧ୍ୟମ ହେଇଥିବ। ଆମେ ଜାଣିବା କେମିତି କେଉଁ ଜିନିଷଟା ବା କେଉଁ ମାଧ୍ୟମଟାର ମାନେ କେଉଁ ମାଧ୍ୟମ ଭିତରେ ମାନେ କେଉଁ ମାଧ୍ୟମଟା ଲାଇଟ୍ ପାଇଁ ଡେନ୍ସର ବା ଘନ ମାଧ୍ୟମ ହେବ, କେଉଁଟା ଲଘୁ ହେବ ବା ରେୟାରର ହେବ। ଆମକୁ ଲକ୍ଷ୍ୟ କରିବାକୁ ପଡ଼ିବ ଆଲୋକ ବେଗକୁ ଦେଖିବା। ଆମେ ଲାଇଟ୍ ପକେଇବା, ସେ ମାଧ୍ୟମରେ ଆଲୋକ କେତେ ସ୍ପିଡ଼ରେ ଗତି କରୁଥିବ। ସବୁବେଳେ ମନେ ରଖିଥିବେ ଘନ ମାଧ୍ୟମ ଯେଉଁଟା ଡେନ୍ସର ମାଧ୍ୟମ, ସେଠି ଆଲୋକର ବେଗଟା କମିଯିବ। ସେଠି କ'ଣ ହେବ? ଆଲୋକ କମ୍ ସ୍ପିଡ଼ରେ ଗତି କରିବ। ଆଉ ଲଘୁ ମାଧ୍ୟମରେ କ'ଣ ହେଇଥିବ ନା ଆଲୋକର ବେଗଟା ଅଧିକ ଥିବ। ଖାତାରେ ଲେଖିପାରିବେ ଏଇଟାକୁ। କ'ଣ ଲେଖିପାରିବେ ନା ଆଲୋକ ଲଘୁ ମାଧ୍ୟମ ବା ରେୟାର ମାଧ୍ୟମରେ ବା ରେୟାର ମିଡ଼ିୟମରେ ଅଧିକ ସ୍ପିଡ଼ରେ ଗତି କରେ, କିନ୍ତୁ ଡେନ୍ସର ମାଧ୍ୟମ ବା ଘନ ମାଧ୍ୟମରେ ଆଲୋକଟି କମ୍ ସ୍ପିଡ଼ରେ ଗତି କରୁଛି। ବା ଏମିତି କହିପାରିବା, ଯେଉଁ ମାଧ୍ୟମରେ ଆଲୋକର ବେଗଟା କମ୍ ସେ ମାଧ୍ୟମ ହେଉଛି ଡେନ୍ସର,
जो माध्यम आलोकर बेगटा अधिक सी हूँ लघु माध्यम। आमे दुईटार उदाहरण नहीं जल आउ वायु कथा नवा। जल न नवा आमे कौन नहीं जिबा एठी मन करा जो ग्लास नउचे गोटे उदाहरण नेली ग्लास आउ वायु। एठी भितरु को माध्यम रे आलोकटा अधिक स्पीड रे जाने वायु। वायु रे अधिक पवन रे अधिक स्पीड रे लाइट जीवो कि नहीं जोटा अधिक स्पीड रे जीवो सी हे जीवो रेयर माध्यम बा लघु। आउ ग्लास भितर आलोकटा कौन जीवो काच भितर कम स्पीड रे जीवो सेति पई ये हे जीवो घन माध्यम बा डेंसर मीडियम। हैला कि बुझेला कि नहीं सेमिति जल आउ वायु भितर कोटा हे जीवो वायु हे जीवो रेयर मीडियम आउ जल हे जीवो डेंसर मीडियम कि नहीं। वायुटा अधिक स्पीड रे जीवो कोठी ना लाइटटा वायु रे अधिक स्पीड रे जीवो जल रे कम स्पीड रे जीवो। ताले आमे प्रत्येक माध्यम को लक्ष्य करिकी कहि परिबा कि नहीं कोटा लघु कोटा होउची कोन ना घन माध्यम समस्ते ए जिंस को जानि परिबे। जदि आमे लक्ष्य करिबा कि आलोक को आमे कोन कले ना लाइट को पकेले लाइट को पास कले जदि आलोकटी गति करूची सीए गोटे माध्यम रे जाउथिबो अन्य गोटे माध्यम को प्रवेश करिवो सेतबेले कोन हबो जेतेबेले लाइटटा गोटे माध्यम रु अन्य माध्यम को गति करे गोटे मीडियम रु आउ गोटे मीडियम को गति करे सेतेबेले आलोकर गति पथरे टिके परिवर्तन देखा जाए बा तार गति पथरे बंकी गला परि हमकु लागे सेटा को आमे कोन कहंती आलोकर सही भलिया धर्म को कहंती प्रतिसरण। आई थिंक समस्ते बुझेथिबे प्रतिसरण कोन आलोक गोटे माध्यम रे जाउथिला आउ गोटे माध्यम को प्रवेश कला दुईटा माध्यम जेतेबेले चेंज करूची बा गोटे माध्यम रे अन्य माध्यम को जाउची तार गति पथरे टिके बंके गला परि लागिबो सही भलिया धर्म को कहंती प्रतिसरण। आमे जो चित्रटी देखुचंती ए चित्र जो देखुचंती पेंसिलटा को माध्यम रे थिला पेंसिलटा वायु माध्यम रे थिला वर्तमान पसिची को माध्यम को जल माध्यम को पसिला यदि लाइट टी गोटे माध्यम रु अन्य एक माध्यम को जाउची तार गति पथरे बंके जाउची एक्चुअली पेंसिलटा एई सीधा जिबार थिला कि नहीं थिला किंतु सी तार कौन करछि एमति टिके बंके हैला परि जणा पड़िछि कि नहीं। पेंसिल को जदि पानी रे बुड़े दबा आसिकी बाहर पटु देखिबा ग्लास रे लागिबो कि पेंसिलटा बंकी जाइछि सही भलिया धर्म को आलोकर आमे कहंती प्रतिसरण बोली कहंती बुझी हैला कि नहीं। प्रतिसरण सिंपल डेफिनेशन कौन लिखि परिबे आलोक जेतेबेले गोटे माध्यम रु अन्य गोटे माध्यम रे गति करे तार गति पथरे सामान्य बंकी गला परि हमकु अनुमान हुए इट सीम्स लाइक माने एक्चुअली हो नहीं सही भलिया लागुची ताकू कहंती आलोकर प्रतिसरण बोली कहंती। ताले हमकु जो लागुची कि हाँ एटा बंकी जाइछि सही धर्मटा को आलोकर रिफ्रैक्शन बा प्रतिसरण बोली कहंती। एथिरे तोले दुईटा माध्यम कथा उठिबो जो माध्यम रे आलोकर बेगटा कम सी हबो घन माध्यम जोधरे आलोकर बेग अधिक सी होउची लघु माध्यम। एतिकी पर्यंत समस्तंकर क्लियर आंसर हेतिबो हेतिबो। नेक्स्ट को आसीबा नेक्स्ट कोन कहिला किछि चित्र देखिचंती जेतेबेले आमे गोटे कूओ भितर को लक्ष्य करिबा लागे कि नहीं पानीटार जेतिकी गभीर सी कम गभीर भलिया लागे कि नहीं लागे पानी रो जेतिकी हाइट से लागिबो कि ऊपर को उठी पड़ी जाय कूओ रे कोन पानी सुखी गला परि लागे कि नहीं लागे जेतेबेले आमे गोटे पानी माने भितर गोटे लेंबू को बुड़े दियंती लेंबू तार एक्चुअल जेतिकी माने जेतिकी तार साइज तार टिके बड़ साइज देखा जाए कि नहीं देखा जाए। तापर आउ गोटे कोन चित्र देखिले ग्लास भितर जदि पेंसिलटा को आमे बुड़े दउचंती ताले ए जो पेंसिलटा जो बंकी जाउ नहीं ये भी गोटे आलोकर प्रतिसरण को देखौची बा गोटे आमे कागज रे गोटे जिंस लेखिकी ता ऊपर गोटे काच स्लैब को रखी दबा जेमति लखा हिची से अक्षर गुडी को बड़ बड़ देखा जाए कि नहीं ये सब जिंस जो देखुचंती ये प्रत्येक दिन एक्टिविटी रे गोटे गोटे लाइट रो रिफ्रैक्शन रो कारण ताले रिफ्लेक्शन फल रे कोन हुए आ रिफ्रैक्शन फल रे कोन हुए एठी जणे अनुमान करिकी जानि परिबो। परीक्षा रे कोन प्रश्न आसीथिबो पता देथिबो
पेनसिल टी पानी भितर बुड़िले तार हाइट कौन तार जो सेपटा टे बंकी गला पर लगुच ये लाइट रो को प्रॉपर्टी जो होउची रिफ्रैक्शन जो होउची। नेक्स्ट को आसीबा ए पीडीएफ को दे देबी पढ़िबे थरे दो थरा पढ़िले बुझी परिबे लेखा हिच रिफ्रैक्शन रो किछि एग्जांपल कहार ना प्रतिसरण रो किछि एग्जांपल कौन कहिला ना जलाशय मध्य चाहिए तार गभीरता एक्चुअल गभीरता ठारू कम लगे तार डेप्थ पूरा कमी जाए कि नहीं गोटे खबर कागज ऊपर यदि काच खंड थोईदबा से अक्षर गुड़िक ऊपर को उठिला परी देखा जाए जदि आम काच ग्लास भितर गोटे लेंबू को देखा तार आकार बड़ देखा जाए ग्लास मध्य जो पेंसिल को बुड़ेबा से बंका देखा जाए ये सब गोटे गोटे रिफ्रैक्शन बा आलोकर प्रतिसरण जोगु होउची बोली आमे कहि परिबा। नेक्स्ट को जिबा नेक्स्ट कौन देछि एक्चुअली आमे जतबेले प्रतिफलन करूथिले प्रतिफलन पई चित्र काटुथिले कि नहीं को भले चित्र काटुथिले एई भले गोटे चित्र काटुथिले याको अस्वच्छ पुष्ट करूथिले ए भलिया चित्र काटुथिले कि नहीं काटुथिले एबे आमे कौन करिबा ना एबे रिफ्रैक्शन में गोटे चित्र काटिबा एबेला गोटे गार पकेदेली मने करा जाऊ ए जो गारटा अर्थ कौन ए गारटा होची मीडियम बा माध्यम को अलगा करिवो माध्यम रो सेपरेशन करिवो मने करा जाऊ एटा अछि वायु माध्यम एटा होची एयर माध्यम ए जिंसटा जोठी आसिला तळे के अछि तळे मने करा जाऊ जल माध्यम अछि बा वाटर मीडियम टा अछि जदि एठी प्रश्न आसीबा आमे जदि लाइट को 90 डिग्री करिकि पकेइबा सीधा करिकि पकेइबा गोटे माध्यम रु अन्य माध्यम को गले तार कोनोसी लाइट रो गति पथरे बंकिबो नाही इंपोर्टेंट जिंस को मन रखिबे आलोकर प्रतिसरण हबा को हेले लाइट टा 90 डिग्री गोटे माध्यम रु अन्य माध्यम को न जाऊ जदि 90 डिग्री रे जीवो ये सीधा सीधा पळेई जीवो कोनोसी बंका बंकी करिवो नाही तारे आलोकटी 90 डिग्री न हे कि आउ को भले हेत मन करबो एई भले हेछि ए भले हेछि कि नहीं हेछि चित्रटा एठी काटी दउछि मन करा जो लाइट टा को भले गला एई भले आसी पहुंचला ये 90 डिग्री रे अछि कि 90 डिग्री नहीं एक्चुअली ये जिबा कथा को भलिया मन करा जो से एई भलिया पळेबा कथा कि नहीं किंतु से न जाई कि एठी एमिति बंकी करे कि एठी एमिति बंकी करे कि पळेई थिबो मन करा जो एटा गोटे काच एई भलिया जिबा कथा किंतु से एमिति बंकी कर कि पळेई लाइट ताहले ये जो ये होची को माध्यम ये एयर माध्यम ये होची ग्लास माध्यम आमे जानी चंती एयर माध्यम टा सब बेले कोन हबो रेयर और मीडियम एयर माध्यम होची कोन ना सब बेले लघु माध्यम सेठी आलोकर स्पीड टे कोन हे जिवो अधिक हबो कि नहीं ताले ग्लास टा गोटे कोन हे जिवो डेंसर बा जहा को कोंती घन माध्यम गोटे माध्यम रु अन्य माध्यम को आलोक प्रवेश कला जेतबेले आलोक प्रवेश कला तार गति पथरे टिके एमिति बंकेई हेकी जाईछि एक्चुअली एई जिंसटा होउची आलोकर प्रतिसरणर उदाहरण बुझी हैला कि नहीं बुझी हैला जो आलोकटा बा जो आलोक रश्मिटा कोन कइबो ना वायु मन करा जाऊ ये होउची वायु माध्यम ये होउची को माध्यम ग्लास बा काच माध्यम कि वायु माध्यम रे जो आलोक रश्मि आसिकी काचर पृष्ठ को टच करिथिबो ताकू इंसिडेंट रे बा आपतित रश्मि बोली कहंती कोन कहंती इंसिडेंट रे बा आपतित रश्मि बोली कहंती नेक्स्ट जो दय देखिबा हमें कोन करबा आलोक जतबेले गला ये एमिति बंकेई टिके जाइछि नै सीधा जिबा कथा एमिति सीधा जिबा कथा किंतु ये टिके एमिति बंकेई जाइछि कि नहीं काच माध्यम भितर गोटे माध्यम रु अन्य माध्यम गला परे आलोक रश्मि जो बंकेई जाउनी जो बंकेई जिबा रश्मि को कहंती प्रतिश्रुत रश्मि बा रिफ्रैक्टेड रे काच माध्यम रु भितर पसिला परे पुनी काच माध्यम रु बाहर की को माध्यम गला वायु माध्यम को गला जेतेबेले गला ये माध्यम रु
ମାନେ ମନେ କରାଯାଉ ଆଲୋକ ରଶ୍ମିଟା ଏଇଭଳିଆ ଯାଇଛି ବାୟୁ କାଚ ମାଧ୍ୟମ ହେଇଯାଉ ସେ ଏମିତି ଯିବା କଥା କି ନାହିଁ ଆଉ ଯାଇକି ପୁଣି ଏମିତି ବଙ୍କେଇ ଦେଇକି ପଳେଇଲା ଯୋଉ ବଙ୍କେଇ ହେଇଗଲା ସେଠି ବି ସେ କ'ଣ ଦେଖେଇଲା ଇଏ ଗୋଟିଏ ମାଧ୍ୟମ ଇଏ ଗୋଟିଏ ମାଧ୍ୟମ ବଦଳୁଛି ମାନେ କ'ଣ କରୁଛି ଆଲୋକ ରଶ୍ମିଟା ବଦଳି ଯାଉଛି କି ନାହିଁ ବଦଳି ଯାଉଛି ତାହେଲେ ଯୋଉ ରଶ୍ମିଟା କାଚ ମାଧ୍ୟମରୁ ବାହାରିକି ପୁଣି ବାୟୁ ମାଧ୍ୟମକୁ ବାହାରିଲା ତାକୁ ଏମର୍ଜେଣ୍ଟ ରେ ବା ନିର୍ଗତ ରଶ୍ମି ବୋଲି କୁହନ୍ତି ତିନିଟା ରଶ୍ମି ମନେ ରଖିବେ ଇନସିଡେଣ୍ଟ ରେ କୁ କୁହନ୍ତି ଆପତିତ ରଶ୍ମି ଯୋଉଟା ପ୍ରତିଶ୍ରୁତ ହେଲା ବା ଟିକେ ବଙ୍କି ଗଲା ସେ ହେଉଛି ରିଫ୍ରାକ୍ଟେଡ ଯୋଉଟା ବାହାରିକି ପଳେଇଲା ସେ ହେଉଛି ଏମର୍ଜେଣ୍ଟ ରେ ଏତିକି ବୁଝିଯାଇଛି କି ନାହିଁ ବୁଝିଯାଇଛି ଆଉ ଇନସିଡେଣ୍ଟ ରେ ର ବିନ୍ଦୁ ସହିତ ଗୋଟିଏ 90 ଡିଗ୍ରୀ ପକେଇକି ଗାର ଟଣା ହେଇଛି କି ନାହିଁ ଯାହାକୁ ଅଭିଲମ୍ବ ବୋଲି କୁହନ୍ତି ଅଭିଲମ୍ବ এই অভিলম্ব ଆଉ ইনସିডেଣ୍ଟ ରେ ଭିତରେ ଯୋଉ ଆଙ୍ଗଲ କ୍ରିଏଟ ହୁଏ ତାକୁ ଆଙ୍ଗଲ ଅଫ ଇନସିଡେଣ୍ଟ ବା ଆଇ ବୋଲି କୁହନ୍ତି ରିଫ୍ରାକ୍ଟେଡ ରେ ଆଉ ନର୍ମାଲ ଭିତରେ ଅଭିଲମ୍ବ ଭିତରେ ଯୋଉ ଆଙ୍ଗଲଟି ତିଆରି ହୁଏ ତାକୁ ଆର ବା ରିଫ୍ଲେକ୍ଟେଡ ରେ ବୋଲି କୁହନ୍ତି ବା ପ୍ରତିଶ୍ରୁତ ୟାକୁ କ'ଣ କୁହନ୍ତି ବା ୟାକୁ କୁହନ୍ତି ପ୍ରତିସରଣ କୋଣ ବୋଲି କୁହନ୍ତି ତାକୁ ଆପତନ କୋଣ ବୋଲି କୁହନ୍ତି ଏତିକି ଜିନିଷ ସମସ୍ତଙ୍କର କ୍ଲିୟରାନ୍ସ ହେଇଥିବ କି ନାହିଁ ହେଇଯାଇଥିବ ଆମକୁ ଆଉ ଗୋଟିଏ ଜିନିଷ ଏଠି ବୁଝିବାର ଅଛି ଏସବୁ ଜିନିଷକୁ କ'ଣ କରିବେ ନୋଟ୍ ଡାଉନ୍ କରିବେ ମୁଁ ଟିକେ ଏଇ ପଏଣ୍ଟଟାକୁ ଇରେଜ୍ କରୁଛି କାହିଁକି ନା ଇଏ ସବୁ ଜିନିଷ ଆମକୁ କ'ଣ କରିବାର ଅଛି ନା ଟିକେ ମନେ ରଖିବାର ଅଛି ଗୋଟିଏ ସେକେଣ୍ଡ ଏ ସବୁ ଜିନିଷକୁ ଆପଣ କ'ଣ କରିବେ ନା ସ୍କିପ୍ କରି ପକାଇବେ ଏଇ ସମୟରେ ଟିକେ ସ୍କିପ୍ କରିଦେଲେ ଭଲ ହେବ ଏଇ ଜିନିଷଟା ଆମେ ଏଇଠି ନୂଆ ଜିନିଷ କିଛି ବୁଝିବା ବାସ୍ ହେଲା ଏବେ କ'ଣ କହିଛି ନା ଆମେ ଏଇ ଚିତ୍ରକୁ ଲକ୍ଷ୍ୟ କରିବା ଏବେ ଦେଖିବା କି ଯେତେବେଳେ ଇନସିଡେଣ୍ଟରେ କ'ଣ କରିଛି ନା ଏମିତି ଆସିଲା ନର୍ମାଲ କୋଉଠି ଅଛି ନର୍ମାଲ ଏଇ ସିଧାରେ ଅଛି କି ନାହିଁ ଅଛି ଅଭିଲମ୍ବ ଏଇ ସିଧାଟାରେ ଅଛି ଏବେ କ'ଣ କରିଛି ନା ଇନସିଡେଣ୍ଟରେ ଆଉ ନର୍ମାଲ ଭିତରେ କ'ଣ ହେଇଛି ଦେଖିବେ ମନେ କରାଯାଉ ଇଏ ହେଉଛି ନର୍ମାଲଟା ଏଇ ବାଟେ ଇନସିଡେଣ୍ଟରେ ଆସିଛି କୋଉ ମାଧ୍ୟମ ଉପରେ ଅଛି ବାୟୁ ମାଧ୍ୟମ ଏଇ ଜାଗାରୁ ସୃଷ୍ଟି ହେଇଛି ଗ୍ଲାସ୍ ବା କାଚ ମାଧ୍ୟମ ସୃଷ୍ଟି ହେଇଛି ଯେତେବେଳେ ଆମେ ଲକ୍ଷ୍ୟ କରିବା କି ଆଲୋକଟା କ'ଣ ହେଇଥିବ ନା ଘନ ମାଧ୍ୟମ ମାନେ କ'ଣ ଘନ ମାଧ୍ୟମର ଅର୍ଥ ହେଉଛି ଡେନ୍ସର ମିଡିୟମରୁ ଆସିକି ଲଘୁ ମାଧ୍ୟମକୁ ଆସିବ ଲଘୁ ମାନେ ରେୟାର ମିଡିୟମକୁ ଆସିବ ସେତେବେଳେ କ'ଣ ହବ ସେ ଯେଉଁ ପ୍ରତିଶ୍ରୁତ ରଶ୍ମି ସୃଷ୍ଟି ହବ ଘନ ମାଧ୍ୟମରୁ ଯଦି ଲଘୁ ମାଧ୍ୟମକୁ ଆସିବ ସେଇ ପ୍ରତିଶ୍ରୁତ ରଶ୍ମିଟା କ'ଣ ହବ ନା ଆଉ ଏ ମାନେ ଅଭିଲମ୍ବ ଠାରୁ ଦୂରକୁ ପଳେଇବ ଯଦି ଗୋଟିଏ ଆଲୋକ ରଶ୍ମିଟା ଲଘୁ ମାଧ୍ୟମରୁ ଘନ ମାଧ୍ୟମକୁ ଆସିବ ରେୟାରରୁ ଡେନ୍ସରକୁ ଆସିବ ସିଏ ଟୁୱାର୍ଡସ୍ ଦ ନର୍ମାଲ ମାନେ ଅଭିଲମ୍ବ ଆଡ଼କୁ ଆସିଯିବ ଏଇଟାକୁ ଆମକୁ ବୁଝିବାର ଅଛି ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଗଲେ ସେଇ ପ୍ରତିଶ୍ରୁତ ରଶ୍ମିଟା ଅଭିଲମ୍ବ ଠାରୁ ଦୂରକୁ ପଳେଇବ ଆମେ କ'ଣ କଲେ ଜାଣିଛନ୍ତି ବାୟୁ ଗୋଟିଏ କୋଉ ଭଳିଆ ମାଧ୍ୟମ ବାୟୁ ଗୋଟିଏ ହେଉଛି ସବୁବେଳେ ଲଘୁ ମାଧ୍ୟମ କାଚଟା ଗୋଟିଏ କୋଉ ଭଳିଆ ମାଧ୍ୟମ ଘନ ମାଧ୍ୟମ ଲଘୁ ମାଧ୍ୟମରୁ ଘନ ମାଧ୍ୟମକୁ ଆସିଲେ ଅଭିଲମ୍ବ ଆଡ଼କୁ ଆସିଛି କି ନାହିଁ ଏମିତିଆ ପଳେଇ ଆସିଛି କି ନାହିଁ ଆକ୍ଚୁଆଲି ସିଏ ଏମିତି ସିଧା ପଳେଇବା କଥା ସିଏ କିନ୍ତୁ ଆଲୋକ ରଶ୍ମିର ଆଡ଼କୁ ଆସିକି ବଙ୍କି ଯାଇଛି କି ନାହିଁ ଟୁୱାର୍ଡସ୍ ଦ ନର୍ମାଲ ଆସୁଛି କି ନାହିଁ ଏଇଟାକୁ ମନେ ରଖିବାର ଅଛି ଷ୍ଟାର ମାର୍କ ଦେଇକି ଲେଖିବେ ଯଦି ଇନସିଡେଣ୍ଟ ରେଟା ଏମିତି ନ ଯାଇକି ସିଏ ଟିକେ ଏଇ ଯେଉଁ ନର୍ମାଲ ଆଡ଼କୁ ଟିକେ ବଙ୍କି ଯାଉଛି ନର୍ମାଲର ଆଡ଼କୁ ଆସୁଛି ମାନେ ସିଏ ଲଘୁ ମାଧ୍ୟମରୁ ଘନ ମାଧ୍ୟମ ହେଇଥିବ ରିଫ୍ରାକ୍ସନ୍ କାହିଁକି ହେଉଛି ନା ଯଦି ମିଡିୟମଟା ସିଏ ଚେଞ୍ଜ କରୁଛି ପ୍ରତିଶ୍ରୁତ ରଶ୍ମିଟା
ଅଭିଲମ୍ବ ଆଡ଼କୁ ଆସେ ପରୀକ୍ଷାରେ ପଡ଼ିଥିବ। ଯେତେବେଳେ ଗୋଟିଏ ଆଲୋକ ରଶ୍ମିଟି ରେୟାରର ମିଡ଼ିୟମରୁ ଡେନ୍ସର ମିଡ଼ିୟମକୁ ଯାଉଛି, ଲଘୁ ମାଧ୍ୟମରୁ ଘନ ମାଧ୍ୟମକୁ ଯାଏ, ସେତେବେଳେ ପ୍ରତିଶ୍ରୁତ ରଶ୍ମିର କ'ଣ ହୁଏ? ଅଭିଲମ୍ବର ଆଡ଼କୁ ଆସିଯାଉଛି। ବୁଝିହେଲା? ଏବେ ଆମେ ଏଇଟା ଦେଖିବା। ବର୍ତ୍ତମାନ ଆମ ପାଇଁ ଏଇଟା ହେଇଯାଉଛି ଇନସିଡେଣ୍ଟରେ, ଏଇଟା ମନେ କରାଯାଉ ରିଫ୍ରାକ୍ଟେଡ଼ରେ। ଏଇ କାଚ ମାଧ୍ୟମଟା ଗୋଟେ କେଉଁ ଭଳିଆ ମାଧ୍ୟମ? କାଚ ମାଧ୍ୟମଟା ଗୋଟେ ଘନ ମାଧ୍ୟମ, ବାୟୁ ମାଧ୍ୟମଟା ଗୋଟେ ଲଘୁ ମାଧ୍ୟମ। ଘନ ମାଧ୍ୟମ ମାନେ କ'ଣ? ନା ଇଏ ଡେନ୍ସର ମିଡ଼ିୟମ, ଲଘୁ ହେଉଛି ରେୟାରର ମିଡ଼ିୟମ। ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଗଲେ କ'ଣ ହୁଏ? ସେଇ ଯେଉଁ ପ୍ରତିଶ୍ରୁତ ରଶ୍ମିଟା ବା ଆଲୋକ ରଶ୍ମିଟା ଅଭିଲମ୍ବ ଠାରୁ ଦୂରେଇ ଯିବ। ଆକ୍ଚୁଆଲି ରିଫ୍ରାକ୍ଟେଡ଼ରେ ଏମିତି ଯାଉଛି, ସେ ଏଇଭଳିଆ ଯିବା କଥା କି ନାହିଁ, କିନ୍ତୁ ଅଭିଲମ୍ବଠୁ ଦୂରେଇକି ଏମିତିଆ ପଳେଇଛି କି ନାହିଁ? ଦୂରେଇ ଯାଇଛି କି ନାହିଁ? ଦୂରେଇ ଯାଇକି ପଳେଇଛି। ସେଇ ଜିନିଷଟା ହେଉଛି ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ଗଲେ ସେ କ'ଣ କରୁଛି ନା ଏମିତି ଯିବା ପରିବର୍ତ୍ତେ ସେ ଏମିତି ବଙ୍କେଇକି ପଳାଉଛି, ଅବିଲମ୍ବ ଠାରୁ ଦୂରେଇ ଯାଉଛି। ଦୂରେଇ ଯିବା ପାଇଁ ହେଲେ କଣ୍ଡିସନ କ'ଣ? ନା ଘନ ମାଧ୍ୟମରୁ ଲଘୁ ମାଧ୍ୟମକୁ ପ୍ରବେଶ କରୁଥିବ। ଯଦି ଲଘୁ ମାଧ୍ୟମରୁ ଘନ ମାଧ୍ୟମକୁ ପ୍ରବେଶ କରୁଛି, ସେ ଅବିଲମ୍ବ ଆଡ଼କୁ ଯାଉଛି। ଏଇ ଦୁଇଟା ପଏଣ୍ଟକୁ ଖାତାରେ ଲେଖିବେ। 1 ମାର୍କ ପଡ଼ିବାର ଚାନ୍ସ ହେଉଛି 90%। ଯଦି ଆମେ ଦେଖିବା ଆକ୍ଚୁଆଲି ଆଲୋକ ରଶ୍ମି ଏମିତି ଆସିବା କଥା କି ନାହିଁ? ଯଦି ଆଲୋକ ରଶ୍ମି ଏଇ ଚିତ୍ରକୁ ଦେଖିବେ, ଆଲୋକ ରଶ୍ମିଟା ଫାଷ୍ଟ ଏମିତି ଆସୁଛି, ସେ ଯିବା କଥା ଏମିତି। ବର୍ତ୍ତମାନ ଯେଉଁ ଏମର୍ଜେଣ୍ଟ ରେ ବାହାରୁଛି ସିଏ ବି ଯାଉଛି ଏମିତି କି ନାହିଁ? ଯାଉଛି। ଏମିତି ଦୁଇଟା ଯାଉଛନ୍ତି। ଯଦି ଦୁଇଟାକୁ ଏମିତି ଯାଉଛନ୍ତି, ଆମେ କ'ଣ ଦେଖିବା ନା ଯଦି ଦେଖିବା ଆକ୍ଚୁଆଲି ଇନସିଡେଣ୍ଟ ରେଟା ଏଇଭଳିଆ ଯିବା କଥା, ଆଉ ବାହାରିକି ଏମର୍ଜେଣ୍ଟରେ ଏମିତି ଦୁଇ ଜଣ ପାରାଲାଲ ହେଇକି ଯାଉଛନ୍ତି କି ନାହିଁ? ପାରାଲାଲ ହେଇକି ଯାଉଛନ୍ତି। ଆଉ ୟାଙ୍କ ଭିତରେ କ'ଣ ହେଉଛି ନା ୟାଙ୍କ ଭିତରେ ଯେଉଁ କମନ ଡିଫରେନ୍ସଟା ସୃଷ୍ଟି ହେଇଛି, ଏମିତି ଯାଉଛି ଆଉ ଏମର୍ଜେଣ୍ଟରେ ଏମିତି ବାହାରିକି ପଳାଉଛି। ୟାଙ୍କ ଭିତରେ ଯେଉଁ କମନ ଡିଫରେନ୍ସ ବା ସାଧାରଣ ଗ୍ୟାପ୍ ସୃଷ୍ଟି ହେଇଛି, ସେଇ ଜିନିଷଟାକୁ କୁହନ୍ତି ଲ୍ୟାଟେରାଲ ଡିସପ୍ଲେସମେଣ୍ଟ ବା ପାର୍ଶ୍ୱ ବିସ୍ଥାପନ ବୋଲି କୁହନ୍ତି। ପରୀକ୍ଷାରେ ପଡ଼ିଥିବ। ପାର୍ଶ୍ୱ ବିସ୍ଥାପନ କହିଲେ ଆମେ କ'ଣ ବୁଝିବା? ନା ଆକ୍ଚୁଆଲି ଯେଉଁ ଇନସିଡେଣ୍ଟରେ ଆସିଥିଲା ସେ ସିଧା ସିଧି ଗଲା ପରେ ସିଧା ସିଧି ଯାଇଥିଲେ ଯେଉଁଠି ଯାଇକି ବାହାରିଥାନ୍ତା, ଆଉ ୟାଙ୍କ ଭିତରେ ଏଇ ଏମର୍ଜେଣ୍ଟରେ ଭିତରେ ଯେଉଁ ଡିଫରେନ୍ସଟା ସୃଷ୍ଟି ହେଇଛି ତାକୁ ଆମେ କୁହନ୍ତି ଲ୍ୟାଟେରାଲ ଡିସପ୍ଲେସମେଣ୍ଟ ବା ପାର୍ଶ୍ୱ ବିସ୍ଥାପନ। ନେକ୍ସଟକୁ ଆସିବା। ନେକ୍ସଟ ଗୋଟେ କଥା କହିଲା, ଲେଖିଦେଇଛି କି ନାହିଁ? When light travels from denser to rarer medium, ଡେନ୍ସରରୁ ଯଦି ରେୟାରର ମିଡ଼ିୟମକୁ ଗଲା, ଘନ ମାଧ୍ୟମରୁ ଯଦି ଲଘୁ ମାଧ୍ୟମକୁ ଗଲା, ସିଏ କ'ଣ କରିବ? ଆଉ ନର୍ମାଲ ଠାରୁ ଦୂରେଇ ଯିବ। ଯଦି ସିଏ ରେୟାରର ଲଘୁ ମାଧ୍ୟମରୁ ଘନ ମାଧ୍ୟମକୁ ଯାଉଛି, ଟୁୱାର୍ଡସ୍ ଦ ନର୍ମାଲ, ନର୍ମାଲ ଆଡ଼କୁ ଯିବ, ତାହେଲେ ଏଇ ଦୁଇଟା ଜିନିଷକୁ ଆମକୁ କ'ଣ କରିବାର ଅଛି? ନା ମନେ ରଖିଦେବାର ଅଛି। ମୁଁ ତାକୁ ଲେଖିଦେଇଛି ଟିକେ। ନେକ୍ସଟକୁ ଯିବା। ଏବେ ଲେଖିଛି କି ନାହିଁ? ଲେଖିଛି। ଆକ୍ଚୁଆଲ ଏଇଠି ଦେଖିଲେ ଯାଇକି ଭଲସେ ବୁଝିପାରିବେ। ସେ ଏଇ ଜାଗାରୁ ବାହାରୁଥିଲା, ଯଦି ବିନ୍ଦୁ ବିନ୍ଦୁ ଯୋଡ଼ିବା, ସେ ଏଇ ସିଧାରେ କ'ଣ କରିଛି ନା ଲାଇଟଟା ପଳେଇବାର ଥିଲା କି ନାହିଁ, କିନ୍ତୁ ପ୍ରତିସରଣ ହେଇକି ସେ ତାର ଗତିପଥରେ ଏମିତି ବଙ୍କେଇ ବଙ୍କେଇକି ଯାଇଛି। ଆକ୍ଚୁଆଲି ଏଇ ଦୁଇଟା ରଶ୍ମି ଭିତରେ ଯେଉଁ ଡିଫରେନ୍ସ ସୃଷ୍ଟି ହେଇଥାଏ ତାହାକୁ କୁହନ୍ତି ଲ୍ୟାଟେରାଲ ଡିସପ୍ଲେସମେଣ୍ଟ ବା ପାର୍ଶ୍ୱ ବିସ୍ଥାପନ ବୋଲି କୁହନ୍ତି। ଲେଖା ହେଇନି? When the light comes out of the slab, it is parallel to the original light. ଯେଉଁ ଅରିଜିନାଲ ଲାଇଟ୍ ସହିତ ସମାନ୍ତର ଭାବରେ ଗତି ସିଏ କରୁଥିବ। ଏଇ ଜିନିଷକୁ କୁହନ୍ତି କ'ଣ କୁହନ୍ତି? ଲ୍ୟାଟେରାଲ ଡିସପ୍ଲେସମେଣ୍ଟ ବୋଲି କୁହନ୍ତି। ଏଇ ଲ୍ୟାଟେରାଲ ଡିସପ୍ଲେସମେଣ୍ଟକୁ କେହି କେହି ଲ୍ୟାଟେରାଲ ସିଫ୍ଟ ବୋଲି ବି କୁହନ୍ତି। ଲ୍ୟାଟେରାଲ ଡିସପ୍ଲେସମେଣ୍ଟ ଯାହା, ଲ୍ୟାଟେରାଲ ସିଫ୍ଟ ବୋଲି ସେଇଆ। ତାହେଲେ ଏଇଠି ଆପଣଙ୍କୁ ଜାଣିବାକୁ ହେବ, ଏଇ ଯେଉଁ ଲ୍ୟାଟେରାଲ ଡିସପ୍ଲେସମେଣ୍ଟ ହେଉଛି ଅରିଜିନାଲ ରଶ୍ମି ସହିତ ସିଏ ସମାନ୍ତର ଭାବରେ ଯେଉଁ ଯାଉଛି, ଏଇ ଜିନିଷଟା ହେବା ପାଇଁ ହେଲେ ଦୁଇଟା ଟର୍ମ ଆଣ୍ଡ କଣ୍ଡିସନକୁ ଆମକୁ ମନେ ରଖିବାକୁ ପଡ଼ିବ।
କାହା କାହା ଉପରେ ଏଇ ଲ୍ୟାଟରାଲ ଡିସପ୍ଲେସମେଣ୍ଟ ନିର୍ଭର କରିବ ଥିକନେସ୍ ଅଫ୍ ଦ ସ୍ଲାବ। ଏ କାଚ ସ୍ଲାବଟା କେତେ ମୋଟା କେତେ ଥିକ୍ ଆଉ ଆଙ୍ଗଲ ଅଫ ଇନସିଡେଣ୍ଟ ଏଇ ଆଇଟା କୋଉ ଭଳିଆ ମୁଡ଼ିଛି ଇଏ ଏମିତିଆ ମୋଡ଼ିକି ଅଛି ନା ଏମିତି ମୋଡ଼ିକି ଅଛି ନା ଏମିତି ମୋଡ଼ିକି ଅଛି କେମିତି ଅଛି ଏଇ ଆଙ୍ଗଲ ଅଫ ଇନସିଡେଣ୍ଟ ଆଉ ଥିକନେସ୍ ଉପରେ ଏଇ ଲ୍ୟାଟରାଲ ଡିସପ୍ଲେସମେଣ୍ଟଟା କ'ଣ କରେ ନିର୍ଭର କରେ। ଏଇ ଲ୍ୟାଟରାଲ ଡିସପ୍ଲେସମେଣ୍ଟର ଗୋଟିଏ ସୂତ୍ର ଅଛି ଥିକନେସ୍ ଇନଟୁ ସାଇନ୍ I ମାଇନସ୍ ଆର୍ ଡିଭାଇଡେଡ୍ ବାଇ କସ୍ ଆର୍। ମାନେ ଆମେ କ'ଣ କରିବା ଆଙ୍ଗଲ ଅଫ ଇନସିଡେଣ୍ଟ ଆଉ ଆଙ୍ଗଲ ଅଫ ରିଫ୍ରାକ୍ସନକୁ ବାହାର କରିଦେବା ସେମାନଙ୍କର ବିଯୋଗ କରିକି ସାଇନ୍ ଆଙ୍ଗଲ ନେବା ଆଉ କସ୍ ଆର୍ ନେବା ଥିକନେସ୍ରେ ମଲ୍ଟିପ୍ଲାଏ କଲେ ଯେଉଁ ଜିନିଷଟା ପାଇବା ସିଏ ହେଉଛି ଲ୍ୟାଟରାଲ ଡିସପ୍ଲେସମେଣ୍ଟ। ଏଇଭଳିଆ ଚିତ୍ର ପକେଇଥିବ ଗାର ଟାଣିଥିବ ଏଇ ଗାରଟା କାହାକୁ ସୂଚଉଛି ଲ୍ୟାଟରାଲ ଡିସପ୍ଲେସମେଣ୍ଟକୁ ସୂଚଉଛି। ଏଇ ଯେଉଁ ସାଇନ୍ ଆଇ କ'ଣ ସାଇନ୍ ଆର୍ କ'ଣ ଏସବୁ ଜାଣିବାକୁ ହେଲେ ଆମକୁ ରିଫ୍ଲେକ୍ସନର ଲ ସବୁ ପଢ଼ିବାର ଅଛି। ରିଫ୍ଲେକ୍ସନର ଲ ପଢ଼ିବାର ଅଛି। ଲେଖା ହେଇଛି କି ନାହିଁ ଏବେ ଲେଖିଲା ଯାହା ଯାହା ଆମେ ପଢ଼ିଲେ ତାକୁ କ'ଣ କରୁଛି ସେ ଲେଖିଛି ଦ ଫେନୋମେନନ୍ ଅଫ୍ ଚେଞ୍ଜ ଅଫ୍ ଡିରେକ୍ସନ୍ ଅଫ୍ ଲାଇଟ୍ର ଡିରେକ୍ସନ୍ ତାର ଗତିପଥରେ ଚେଞ୍ଜ କରୁଛି ଯେତେବେଳେ ଗୋଟିଏ ମିଡ଼ିୟମରୁ ଅନ୍ୟ ମିଡ଼ିୟମକୁ ଯାଉଛି ତାହାକୁ ରିଫ୍ରାକ୍ସନ୍ ବୋଲି କୁହନ୍ତି। ଲାଇଟ୍ ରିଫ୍ଲେକ୍ସନ୍ ଭଳିଆ ରିଫ୍ରାକ୍ସନ୍ର ମଧ୍ୟ ଦୁଇଟା ନିୟମ ଅଛି। ଫାଷ୍ଟ ନିୟମ କ'ଣ କହିଲା ଇନସିଡେଣ୍ଟରେ ରିଫ୍ରାକ୍ଟେଡ଼ରେ ଆଣ୍ଡ ନର୍ମାଲ ଯେଉଁ ପଏଣ୍ଟରେ କ'ଣ କରିବେ ନା ଟଚ୍ କରିବେ ସେଇଟା ସମାନ ପ୍ଲେନ୍ ରହିବ। ଏଟା ଆଗରୁ ପଢ଼ିଦେଲେ କି ନାହିଁ ଆପତିତ ରଶ୍ମି ପ୍ରତିଫଳିତ ରଶ୍ମି ଅଭିଲମ୍ବ ଯେଉଁ ବିନ୍ଦୁରେ ଛେଦ କରିବେ ସେମାନେ ଗୋଟିଏ ପ୍ଲେନରେ ରୁହନ୍ତି। ସେକେଣ୍ଡ ଲ ଆସିଲା ଆମେ ସେକେଣ୍ଡ ଲ କ'ଣ ପଢ଼ିଥିଲେ ସେଠି ଆଙ୍ଗଲ ଅଫ୍ ଇନସିଡେଣ୍ଟ ଇକ୍ୱାଲ୍ ଟୁ ଆଙ୍ଗଲ ଅଫ୍ ରିଫ୍ରାକ୍ସନ୍। ଏଠି ସେମିତି କହିଛି କି ଯଦି ଆମେ କ'ଣ କରିବା ଯେଉଁ ଆଙ୍ଗଲ ଅଫ୍ ଇନସିଡେଣ୍ଟସ୍ ପାଇବା ଆଇ ଯେଉଁ ଆଙ୍ଗଲ ଅଫ୍ ରିଫ୍ରାକ୍ସନ୍ ପାଇବା ଆଇ ସେମାନଙ୍କର ସାଇନ୍ ନେବା ସାଇନ୍ ପରିମାପ ନେବା ଆଉ ଦୁଇ ଜଣଙ୍କୁ ହରଣ କରିବା ସେତେବେଳେ କ'ଣ ହେବ ନା ସେମାନଙ୍କର ମୂଲ୍ୟ ସବୁବେଳେ ସମାନ ଆସେ ବା ତାଙ୍କର ମୂଲ୍ୟଟା ସବୁବେଳେ କନଷ୍ଟାଣ୍ଟ ଆସେ। ଏଇଟାକୁ କୁହନ୍ତି ସେକେଣ୍ଡ ଲ। ସେକେଣ୍ଡ ଲ କ'ଣ ସାଇନ୍ ଆଇ ଡିଭାଇଡେଡ୍ ବାଇ ସାଇନ୍ ଆର୍ ସମାନ କନଷ୍ଟାଣ୍ଟ। କନଷ୍ଟାଣ୍ଟ ମାନେ କ'ଣ ଯଦି ଆଇର ମୂଲ୍ୟ 120 ଡିଗ୍ରୀ ହେଲା ସାଇନ୍ ଆର୍ର ମୂଲ୍ୟ 120 ହେବ ଆମେ ସାଇନ୍ ଆଇ ବାଇ ସାଇନ୍ ଆର୍ ପକେଇକି ଗୋଟିଏ ମୂଲ୍ୟ ପାଇଲେ। ଯଦି 120 ନହେଇକି 60 ହେବ ସାଇନ୍ 60 ବିଭକ୍ତକ ହଁ ଠିକ୍ ଅଛି ତାମାନେ ସାଇନ୍ ଆଇ ପୁଣି ସାଇନ୍ 60 ବିଭକ୍ତକ ଏଠି କ'ଣ ହେଇଥିବ ଏହାର ମୂଲ୍ୟ ପକେଇବା ତାର ଗୋଟିଏ ସମାନ ମୂଲ୍ୟ ବାହାରିବ। ସିମ୍ପଲ ମନେ ରଖିଦେବେ ଆମେ ସବୁ ଟ୍ରିଗୋନୋମେଟ୍ରିରେ ପଢ଼ିନାହାନ୍ତି ବିଭିନ୍ନ କୋଣର ସାଇନ୍ ମୂଲ୍ୟ ସାଇନ୍ 120 ସାଇନ୍ 35 ଭଳିଆ ସମସ୍ତଙ୍କର ଟେବୁଲର ମୂଲ୍ୟ ଦେଖେଇକି ପକେଇଲେ ଏମାନଙ୍କର କନଷ୍ଟାଣ୍ଟ ଆସିବ। ଏଇ ଯେଉଁ ସେକେଣ୍ଡ ଲଟାକୁ ସ୍ନେଲ୍ସ ଲ ବୋଲି କୁହନ୍ତି SNELLS ତାହେଲେ ଆକୁ କ'ଣ କୁହନ୍ତି ସ୍ନେଲ୍ସ ଲ ବୋଲି କୁହନ୍ତି। ପରୀକ୍ଷାରେ ପଢ଼ିଥିବ ରିଫ୍ଲେକ୍ସନର ସେକେଣ୍ଡ ଲ କ'ଣ କହୁଛି ନା ସାଇନ୍ ଆଇ ଡିଭାଇଡେଡ୍ ବାଇ ସାଇନ୍ ଆର୍ ଇନସିଡେନ୍ସ ଆଙ୍ଗଲର ସାଇନ୍ ମୂଲ୍ୟ ରିଫ୍ଲେକ୍ଟେଡ୍ ଆଙ୍ଗଲର ସାଇନ୍ ମୂଲ୍ୟ ନେଲେ ସବୁବେଳେ ତାର ମୂଲ୍ୟ ଗୋଟିଏ କନଷ୍ଟାଣ୍ଟ ବା ଫିକ୍ସ ଆମାଉଣ୍ଟ ସବୁବେଳେ ସମାନ। ସେଇ କନଷ୍ଟାଣ୍ଟ ଯେତେବେଳେ ବାହାରୁଛି ସେଇଟାକୁ ସ୍ନେଲ୍ସ ଲ ବୋଲି କୁହନ୍ତି। ବୁଝି ହେଇଗଲା କି ନାହିଁ। ଏଇ ଯେଉଁ କନଷ୍ଟାଣ୍ଟ ପାଉନାହାନ୍ତି ଏଇ କନଷ୍ଟାଣ୍ଟକୁ ଆମେ ମିଉ ସଂକେତରେ ସୂଚେଇଥାନ୍ତି ଯାହାକୁ ଓଡ଼ିଆରେ କୁହନ୍ତି ପ୍ରତିସରଣାଙ୍କ। କ'ଣ କହିବା ପ୍ରତିସରଣାଙ୍କ ବୋଲି କହିବା ପରୀକ୍ଷାରେ ପଡ଼ିଥିବ। ଇନସିଡେଣ୍ଟ ରେର ସାଇନ୍ ମୂଲ୍ୟ ଆଉ ରିଫ୍ରାକ୍ଟେଡ୍ ରେର ସାଇନ୍ ମୂଲ୍ୟର ରେସିଓ ବା ହରଣ ବାହାର କଲେ ଯେଉଁ ଜିନିଷଟା ପାଇବା ସିଏ କ'ଣ ସିଏ ହେଉଛି ପ୍ରତିସରଣାଙ୍କ ବା ଯାହାକୁ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ବୋଲି କୁହନ୍ତି। ଏଇ ରିଫ୍ରାକ୍ଟିଭ୍ ଇଣ୍ଡେକ୍ସ ସବୁବେଳେ ଫିକ୍ସ ଆମାଉଣ୍ଟ ବା ସମାନ ଆମାଉଣ୍ଟର ରହିଥିବ। ଇନସିଡେଣ୍ଟ ଆଙ୍ଗଲ 120 ବାଇ 120 ହେଉ କି 60 ବାଇ 60 ହେଉ କଟିଗଲା ପରେ ସମସ୍ତଙ୍କର ମୂଲ୍ୟ କ'ଣ ହେଇଥିବ ସମାନ ହେଇଥିବ ବୋଲି ସ୍ନେଲ୍ସ ଲ ଅନୁସାରେ କୁହାଯାଉଛି। ଏତିକି ବାଟ ବୁଝି ହେଇଥିବ ସମସ୍ତଙ୍କର। ନେକ୍ସଟକୁ ଆସିବା। ନେକ୍ସଟ ବୁଝିବା ପୂର୍ବରୁ ଆଉ ଟିକେ ଜିନିଷ ବୁଝିବା। ଆମକୁ
प्रतिसरणांक कौन करा जीवो प्रतिसरणांक को आमे एन संकेत रे सूचई थांती प्रतिसरणांक को कहा सूचई थांती ना एन संकेत रे सूचई थांती बेले बेले कौन लिखा हिथिबो n21 लिखा हिथिबो बेले बेले लिखा हिथिबो n12 लिखा हिथिबो n21 माने कौन ना लाइट कौन करूची प्रथम मीडियम रे गति करूची लाइट द्वितीय मीडियम रे भी गति करूची प्रथम मीडियम रे गति कला फल रे एंगल ऑफ इंसिडेंट तयारी हेतिबो द्वितीय माध्यम को पसिला फल रे रिफ्रैक्शन एंगल तयारी हेतिबो कि नहीं तयारी हेतिबो कहिला जदी आलोकर गति पथ को हमें प्रथम मीडियम रे v1 नबा द्वितीय मीडियम रे v2 नबा ताहे ताको हमें केमिति सूचैबा v1 by v2 माने n21 कहूची आलोकर प्रतिसरणांक को हमें देखिबा से द्वितीय माध्यम तुलना रे प्रथम माध्यम रे को भलिया स्पीड रे गति करूची जोटा 21 माने तळे 2 ऊपर 1 12 माने तळे 1 ऊपर 2 चिन्हा जाई पारिबो कि नहीं मारि जीवो ताले प्रथम माध्यम किए द्वितीय माध्यम किए एठी कोन कोहा जीवो कि रिफ्रैक्शन बा हमें कोन कहि परिबा रिफ्रैक्टिव इंडेक्स ऑफ सेकंड मीडियम कंपैरिजन टू वन कंपैरिजन टू फर्स्ट एठी कोन कोहा जीवो रिफ्रैक्टिव इंडेक्स ऑफ फर्स्ट मीडियम कंपैरिजन टू सेकंड ताले एई भले हमें प्रकाश करि परिबा एन माने से होची रिफ्रैक्टिव इंडेक्स को से द्वितीय तुलना रे प्रथम रहो प्रथम तुलना तीन समस्तिंकर कांस्टेंट बा परिमाणटा फिक्स आसीबो कि नहीं आसीबो जेते बेले फर्स्ट मीडियम कोन हे जीवो वैक्यूम हे जीवो कोन हे जीवो फर्स्ट मीडियम ता जदी वैक्यूम बा शून्य माध्यम हेथिबो आमे जते बेले कोन करिबा ना तार sin i by sin r नबा से जो रिफ्रैक्टिव इंडेक्स हमें पाइबा से रिफ्रैक्टिव इंडेक्स को कोनती एब्सोल्यूट रिफ्रैक्टिव इंडेक्स बा जहा को कोनती परम प्रतिसरणांक बुझियला कि नहीं जते बेले फर्स्ट मीडियम ता कोन हे थिबो वैक्यूम हे जाइथिबो ताकू हमें कोन कहि परिबा ना रिफ्रैक्टिव इंडेक्स इज इक्वल टू एब्सोल्यूट रिफ्रैक्टिव इंडेक्स बा आमे आहुरी जिंस लिखि परिबा n को लिखि परिबा c by v c माने कोन ना प्रथम मीडियम रे आलोकर गति द्वितीय माध्यम रे आलोकर गति सेटा को हमें कोन कहि परिबा n is equal to c by v बोली हमें लिखि परंती c माने कोन ना वायु माध्यम रे गति v माने होची आलोक माध्यम रे गति यदि ए वायु माध्यमटा कौन हे जीवो शून्य हे जीवो ताकू हमें जो रिफ्रैक्टिव इंडेक्स बाहरिबो से हे जीवो एब्सोल्यूट रिफ्रैक्टिव इंडेक्स एतिक जिंस समस्त का कथिबे नोट डाउन करिथिबे स्कूल ले समस्त पढिथिबे कि नहीं ए सब जिंस खाली हमें रिकॉल गोटे गोटे करूचंती पीडीएफ देबी पढी पकेइबे नेक्स्ट को आसिला एबे कोन करिछि किछि मटेरियल देइछि किछि मीडियम देइछि आउ सेई मीडियम रे आलोकर रिफ्रैक्टिव इंडेक्स केते ताकू देइछि खाली ए टेबल टाको मन रखि देबे इंपोर्टेंट जिंस एठी अछि डायमंड पचरा जाइथिबो डायमंड रो रिफ्रैक्टिव इंडेक्स केते रिफ्रैक्टिव इंडेक्स माने कोन मन करा जो डायमंड टाको n नबा n इज इक्वल टू c by v c माने डायमंड भितरे आलोक जिबा फलरु पूर्वरु डायमंड टा लाइट बा वायु माध्यम रे केते थिला वायु माध्यम रे केते आसिकी डायमंड भीतर को पसिला परे केते होउची सब बेले प्रथम माध्यमटा के रहउथिबो फर्स्ट मीडियमटा रहउथिबो ए तळे लिखि परिबा तळे जदी हमें जदी लिखि दबा n21 माने n होउची एठी हे जिवो v2 by v1 सेकंड मीडियम कंपैरिजन टू फर्स्ट या भीतरो गोटिए रहिथिबो वायु अन्यटा रहिथिबो डायमंड एमेति हेतिबो कि नहीं तार एई टेबल रु खाली मन रखिबार अछि कि प्रतिसरणांकटा को माध्यम रे केते एई प्रतिसरणांक सब बेले कोन हुए ना म्यू सिंबल बा ताको हमें n सिंबल रे सूचै थांती ए टेबल को मने रखि दबार अछि जेमिति आइस बा बरफर केते प्रतिसरणांक वाटर रो प्रतिसरणांक केते आमे एई प्रतिसरणांक विभिन्न माध्यम रे सूचौचंती एई प्रतिसरणांक को जानिबा को हेले
ଲାଇଟ୍ର ଦୁଇଟା ମିଡ଼ିୟମର ଭେଲୋସିଟିକୁ ଦେଖିକି ତାର ରେସିଓ ଆମେ ବାହାର କରିବାର ଅଛି। ସେ ବାହାର କରିକି ଟେବୁଲ ଦେଇଛି, ଏ ଟେବୁଲ ଦେଖିକି ଖାଲି ମନେ ରଖିଦେବାର ଅଛି କାହାର କେତେ ହେଉଛି ରିଫ୍ରାକ୍ଟିଭ ଇଣ୍ଡେକ୍ସ। କାମ ଶେଷ। ଆଲୋକ କ'ଣ କରୁଛି? ରିଫ୍ଲେକ୍ସନ୍ କରୁଛି, ରିଫ୍ରାକ୍ସନ୍ କରୁଛି। ଆଲୋକ ରିଫ୍ଲେକ୍ସନ୍ ପାଇଁ ଆମେ କ'ଣ ପଢ଼ିଥିଲେ? ମିରର ପଢ଼ିଥିଲେ କି ନାହିଁ? ଡିଫରେଣ୍ଟ ଟାଇପ୍ର ମିରର ବା ଦର୍ପଣ ପଢ଼ିଥିଲେ। ସେମିତି ଆଲୋକର ରିଫ୍ରାକ୍ସନ୍ ହେବା ପାଇଁ ହେଲେ ଆମକୁ ବିଭିନ୍ନ ପ୍ରକାର ଲେନ୍ସ ଗୋଟିଏ ଜିନିଷ ଜାଣିବାର ଅଛି। କ'ଣ ଜାଣିବାର ଅଛି? ଲେନ୍ସ କଥା ସିଏ କହିଛି। ଇମ୍ପୋର୍ଟାଣ୍ଟ ଜିନିଷ ଏଇଠି ଆସିଲା, ଖାତାରେ ଲେଖିକି ରଖିବେ। ମିରରରେ ଲାଇଟ୍ କେଉଁ ପ୍ରପର୍ଟି ଦେଖେଇବ? ମିରରରେ ଦେଖେଇବ ପ୍ରତିଫଳନ ବା ରିଫ୍ଲେକ୍ସନ୍। ଲେନ୍ସ ଯଦି ଥିବ ସେଇଠି ପ୍ରତିସରଣ ବା ରିଫ୍ରାକ୍ସନ୍ ଦେଖେଇବ। ଏତିକି ଜିନିଷ ମନେ ରଖିବା। ମିରର କଥା କହିଲେ ଆମେ ରିଫ୍ଲେକ୍ସନ୍ କଥା ବୁଝିବା। ଯଦି ଲେନ୍ସ କଥା ଉଠିବ ଲାଇଟ୍ କେଉଁ ପ୍ରପର୍ଟି ଶୋ କରିବ? ଲାଇଟ୍ ଶୋ କରିବ ରିଫ୍ରାକ୍ସନ୍ ପ୍ରପର୍ଟି। ଆମେ ମିରର ବିଷୟରେ ପଢ଼ିଛନ୍ତି, ସେଥିପାଇଁ ମିରର ଯାହା ଲେନ୍ସ ପୁରାପୁରି ଏକ୍ଜାକ୍ଟ କପି ପେଷ୍ଟ, ସବୁ ଜିନିଷ ସମାନ, ଖାଲି ଟିକେ ଟିକେ ଜାଣିବାର ଅଛି। ମିରର ତ ଆମେ ନର୍ମାଲ ଜାଣିଲେ କି ନାହିଁ, ଗୋଟିଏ ମିରର ହେଇଥିବ ମାନେ ତାର ଗୋଟେ ରିଫ୍ଲେକ୍ଟିଂ ସରଫେସ୍ ଥିବ, ପଛପଟେ ଗୋଟିଏ ଅସ୍ୱଚ୍ଛ ସରଫେସ୍ ଥିବ। କିନ୍ତୁ ଲେନ୍ସକୁ ତିଆରି କରିବାର ହେଲେ, ଆମକୁ ଲେନ୍ସ ବନେଇବାର ହେଲେ କ'ଣ କରିବା? ଗୋଟିଏ ସ୍ୱଚ୍ଛ ମାଧ୍ୟମ ଆମେ ଆଣିବା। ସେଇଟା ଗୋଟିଏ ଟ୍ରାନ୍ସପାରେଣ୍ଟ ମିଡ଼ିୟମ ହେଇଥିବ, ଆଉ ସେଇ ଟ୍ରାନ୍ସପାରେଣ୍ଟ ମିଡ଼ିୟମର ଦୁଇଟା ସରଫେସ୍ ଥିବ। କେତେଟା ସରଫେସ୍ ଥିବ? ଦୁଇଟି ସରଫେସ୍ ରହିଥିବ ବା ଦୁଇଟା ପୃଷ୍ଠ କ'ଣ ରହିଥିବ ନା ସେଇ ସ୍ୱଚ୍ଛ ମାଧ୍ୟମର ରହିଥିବ। ସେଇ ଦୁଇଟା ସ୍ୱଚ୍ଛ ମାନେ ଦୁଇଟା ସରଫେସ୍ ଭିତରୁ ଗୋଟିଏ ସରଫେସ୍ ଆଟଲିଷ୍ଟ ଅତି କମରେ ଆଟଲିଷ୍ଟ ଗୋଟିଏ ସରଫେସ୍ କ'ଣ ହେଇଥିବ ନା କର୍ଭ ହେଇଥିବା ଦରକାର, ବଙ୍କା ହେଇଥିବା ଦରକାର। ଯେମିତି ମଝିରେ କ'ଣ କଲି? ସ୍ୱଚ୍ଛ ମାଧ୍ୟମ ରଖିଲି, ଏମିତିଆ ଗୋଟିଏ ବଙ୍କା ପୃଷ୍ଠ, ଏମିତି ଗୋଟିଏ କଲି। ତାହେଲେ ଏଇଟା ଗୋଟିଏ ପୃଷ୍ଠ, ଏଇଟା ଗୋଟିଏ ପୃଷ୍ଠ, ଏଇଟା ଗୋଟିଏ ସରଫେସ୍, ଏଇଟା ଗୋଟିଏ ସରଫେସ୍। ୟା ଭିତରେ ସ୍ୱଚ୍ଛ ଟ୍ରାନ୍ସପାରେଣ୍ଟ ମିଡ଼ିୟମକୁ ରଖିଛି, ମନେ କରାଯାଉ ବାୟୁ। ସେଥିପାଇଁ ବା ମନେ କରାଯାଉ କାଚ ରହିଲା କି ନାହିଁ? କାଚଟା ଟ୍ରାନ୍ସପାରେଣ୍ଟ ସ୍ୱଚ୍ଛ। ଦୁଇଟା ସରଫେସ୍ ଭିତରୁ ଯଦି ଗୋଟିଏ ସରଫେସ୍ଟା ବକ୍ର ହେଇଥିବ, କର୍ଭ ହେଇଥିବ, ଆମେ ଏଇଭଳିଆ ଜିନିଷକୁ ଆମେ ଲେନ୍ସ ବୋଲି କହିପାରିବା। ବୁଝିହେଲା କି ନାହିଁ? ଲେନ୍ସ ପାଇଁ କ'ଣ କଣ୍ଡିସନ୍? ଗୋଟିଏ ସ୍ୱଚ୍ଛ ମାଧ୍ୟମ ଆଣିବା, ସ୍ୱଚ୍ଛ ମାଧ୍ୟମର ଦୁଇଟା ପୃଷ୍ଠ ଥିବ, ଗୋଟିଏ ବାହାର ପୃଷ୍ଠ, ଗୋଟିଏ ଭିତର ପୃଷ୍ଠ। ଦୁଇଟା ପୃଷ୍ଠ ଭିତରୁ ଗୋଟିଏ ପୃଷ୍ଠ ଯଦି ବଙ୍କା ହେଇଥିବ ତାକୁ ଆମେ ଲେନ୍ସ ବୋଲି କହିବା। ଦୁଇଟା ପୃଷ୍ଠ ବଙ୍କା ହେଲେ ଅତି ସୁନ୍ଦର, କିନ୍ତୁ ଗୋଟିଏ ପୃଷ୍ଠ ବଙ୍କା ରହିବା ମିନିମମ୍ ରିକ୍ୱାରମେଣ୍ଟ। ଏଠି ଦେଇଛି କି ନାହିଁ? ଏଇଭଳିଆ ଚିତ୍ର କରିଥିବ। ଯେତେବେଳେ ଏଇଭଳିଆ ଚିତ୍ର କରିଛି ତାମାନେ ଦୁଇଟା ସରଫେସ୍ଟା ବଙ୍କି ଯାଇଛି, ଇଏ ଗୋଟିଏ ଲେନ୍ସ। ଏଇଭଳିଆ ଚିତ୍ରକୁ ଆମେ କନଭେକ୍ସ ଲେନ୍ସ ବା କନଭର୍ଜିଂ ଲେନ୍ସ ବା ଉତ୍ତଳ ଲେନ୍ସ ବୋଲି କୁହନ୍ତି। ଏଇଭଳିଆ ଯଦି ଚିତ୍ର ଦେଇଥିବ, ଏଇଭଳିଆ ଯଦି ଚିତ୍ର ଦେଲା ତାକୁ କୁହନ୍ତି କନକେଭ୍ ବା ଡାଇଭର୍ଜିଂ ଲେନ୍ସ ବା ଅବତଳ ଲେନ୍ସ ବୋଲି କହିବା। ପରୀକ୍ଷାରେ ଯଦି ପଚାରି ଦେଇଥିବ କନଭର୍ଜିଂ ଲେନ୍ସର ଅଦର ନେମ୍ କ'ଣ ନା କନଭେକ୍ସ ଲେନ୍ସ, ଡାଇଭର୍ଜିଂ ଲେନ୍ସର ଅଦର ନେମ୍ କ'ଣ? କନକେଭ୍ ଲେନ୍ସ। ତାହେଲେ ଯେମିତି ମିରରରେ ଆମେ ପଢ଼ୁଥିଲେ ସି ମାନେ କ'ଣ? ବକ୍ରତା କେନ୍ଦ୍ର। ଏଠି ଖାଲି ହେଇଯିବ କ'ଣ? ସେଟା ହେଇଯିବ, ତାକୁ ଆମେ କହିବା ଏଠି ଲାଇଟ୍ ସେଣ୍ଟର ବୋଲି କହିପାରିବା। ସେଠି ଯେମିତି କ'ଣ ହେଉଥିଲା? ଫୋକସ୍। ଏଠି ବି ସେମିତି ଫୋକସ୍ ଥିବ। ସେଠି ଯେଉଁ ଯେଉଁ ଟର୍ମ ବ୍ୟବହାର କରୁଥିଲେ ମିରରରେ, ଏଠି ବି ସେଇ କ'ଣ କରିବା ନା ଟର୍ମ ଗୁଡ଼ା ବ୍ୟବହାର କରିବା। ସିକୁ ଆମେ କ'ଣ କହିପାରିବା? ସେଣ୍ଟର ଅଫ୍ କର୍ଭେଚର ବୋଲି କୁହନ୍ତି, ବା ଆମେ କ'ଣ କହିପାରିବା? ଲାଇଟ୍ ସେଣ୍ଟର ବୋଲି କୁହନ୍ତି ବା ଅପ୍ଟିକାଲ ସେଣ୍ଟର ବୋଲି କୁହନ୍ତି। ଯିଏ ଯାହା କହୁଛି କହୁ, ଏକା କଥା। ସବୁ ଟର୍ମ ସମାନ। ସି ମାନେ କ'ଣ? କେନ୍ଦ୍ର ବୁଝିବେ। ଏଫ୍ ମାନେ ଫୋକସ୍ ବୁଝିବେ। ଛୋଟ ଏଫ୍ ମାନେ ଫୋକାଲ ମାନେ କ'ଣ ବୁଝିବେ? ଫୋକସ୍ ଦୂରତା ବୁଝିବେ। ୟୁ ମାନେ ବୁଝିବେ ଅବଜେକ୍ଟ ଦୂରତା। ଭି ମାନେ ବୁଝିବେ କ'ଣ? ଇମେଜର ଦୂରତା। ଏସବୁ ଜିନିଷ ପଢ଼ାଇଛି କି ନାହିଁ? ପଢ଼ାଇଛି। ଆଉ ଗୋଟେ ଜିନିଷ ଲକ୍ଷ୍ୟ କରିଥିବେ, ମନେ କରାଯାଉ ଉତ୍ତଳ ଲେନ୍ସ। ଉତ୍ତଳ ଲେନ୍ସରେ କ'ଣ ହେବ? ଏଇପଟ ଗୋଟିଏ କ'ଣ ଅଛି? ବୃତ୍ତ। ଏପଟ ବି ଗୋଟିଏ ବୃତ୍ତ କି ନାହିଁ?
ସେଥିପାଇଁ ଆମେ ସବୁ ଏଠି କ'ଣ ପାଇବା, ଯାହା ପାଇବା ଦୁଇଟା ପାଇବା କି ନାହିଁ, ସେଣ୍ଟର ତ ପାଇବା ମନେ କରାଯାଉ କ'ଣ କରିଛି, ପୋଲ କଥା କହିଛି। ଆମେ ଯୋଉ ଜିନିଷ ପାଇବା ଏଠି ଡବଲ ଡବଲ, ଇଏ ଯେମିତି ୟାର ଗୋଟିଏ କ'ଣ ଅଛି, ୟାର ଗୋଟିଏ ହେଉଛି ବୃତ୍ତ, ୟାର ଗୋଟିଏ ବୃତ୍ତ। ସେଥିପାଇଁ ଯଦି ଆମେ ଦେଖିବା ଏଠି କ'ଣ କରିଛି ନା F1 ବି ଅଲଗା ଅଲଗା ଦେଇଛି କି ନାହିଁ, ସି ବି ଗୋଟିଏ 1, ସି ବି ଗୋଟିଏ 2। ଆପଣ କ'ଣ ବୁଝିବେ ନିଜେ, ଏଠି ଆମେ କ'ଣ ଏଠି ଆଇଡ଼ିଆ ଲଗେଇ ପାରିବା, ଏଇଟା ହେଉଛି ଦୁଇଟା ସ୍ପେରିକାଲ ମିରର ଭିତରୁ ବା ଯୋଉ ମାନେ କ'ଣ ଲେନ୍ସର ଦୁଇଟା ହେଉଛି ଗୋଲ ଭିତରୁ, ଦୁଇଟା କର୍ଭି ସରଫେସ୍ ଭିତରୁ ଗୋଟିଏ ମାନେ କ'ଣ ହେଇଛି ନା ବୃତ୍ତର ଗୋଟିଏ ସର୍କଲର C1 ହେଇଥିବ, ନେକ୍ସଟ ସର୍କଲର C2 ହେଇଥିବ। ଏଇଟା ହେଇଥିବ କ'ଣ F1 ଲେଖା ହେଇଥିବ ମାନେ ପ୍ରଥମର ବୁଝିବା ଫୋକସ୍ ପଏଣ୍ଟଟା, 2F1 ମାନେ ଦ୍ୱିତୀୟର ଫୋକସ୍ ପଏଣ୍ଟ ବୁଝିବା କି ନାହିଁ। ଏମିତି ସିଏ କ'ଣ କରିଥିବ ଦେଇଥିବ, ଆମକୁ କିଛି ମନେ ରଖିବାର ନାହିଁ, ଏଇ ଟେବୁଲଟାକୁ ମନେ ରଖିଦେବାର ଅଛି। ଯେମିତି ଆମେ କ'ଣ କରିଥିଲେ ମିରରର ଟେବୁଲ ମନେ ରଖିଥିଲେ କି ନାହିଁ, ଆମେ ସେମିତି ଏଇ ଟେବୁଲ ମନେ ରଖିବା। ସମାନ ମାନେ କଣ୍ଡିସନ ସମାନ, ସେପ୍ରି ମାନେ ପ୍ରମୁଖ ଅକ୍ଷ ସହିତ ପ୍ରିନ୍ସିପାଲ ଫୋକସ୍ ସହିତ ସମାନ୍ତର ହେଇକି ଗଲେ F1 ଯିବ, F ବାଟେ ଆସିଲେ ସମାନ୍ତର ଯିବ, C ବାଟେ ଆସିଲେ C ବାଟେ ଫେରିବ, P ବାଟେ ଆସିଲେ ବଙ୍କି ଦେଇକି ପଡ଼ିବ। ସବୁ ନିୟମ ସମାନ, ଚିତ୍ର ବି ସମାନ। ଆମକୁ ଖାଲି ମନେ ରଖିବାର ଅଛି ଏଇଟା ହେଉଛି କନକେଭ ଲେନ୍ସ, ଏଇଟା ହେଉଛି କନଭେକ୍ସ ଲେନ୍ସ। କନକେଭ ଲେନ୍ସରେ ସବୁବେଳେ କ'ଣ ସୃଷ୍ଟି ହୁଏ, କନକେଭ ଲେନ୍ସରେ ସବୁବେଳେ ଭର୍ଚୁଆଲ ଇମେଜ ସୃଷ୍ଟି ହୁଏ। ତା ସହିତ କ'ଣ ହେଉଛି, ଭର୍ଚୁଆଲ ମାନେ କ'ଣ, ଯାହାକୁ କହନ୍ତି ଆଭାସୀ। ରିଡ୍ୟୁସ୍ ମାନେ କ'ଣ, ରିଡ୍ୟୁସ୍ ମାନେ ହେଉଛି ସାଇଜ କମ୍। ଆଉ ସବୁବେଳେ ଇମେଜଟା କାହା ଭିତରେ ଫର୍ମେସନ୍ ହେଉଛି, ସବୁବେଳେ ଇମେଜଟା କାହା ଭିତରେ ନା F ଆଉ V ଭିତରେ ସୃଷ୍ଟି ହେଉଛି। ସରିଗଲା, ନେକ୍ସଟକୁ ଦେଖିବେ। ନେକ୍ସଟ କ'ଣ, କନଭେକ୍ସ ଲେନ୍ସରେ ଇମେଜର ସାଇଜ ସେମ୍। ସେଠି ଆମେ ସେମ୍ କୋଉଠି ପାଉଥିଲେ, ସିରେ। ସେଥିପାଇଁ ଯଦି ଆମେ ଗୋଟିଏ ବସ୍ତୁଟାକୁ 2F1ରେ ରଖିବା, ତାହେଲେ ଅବଜେକ୍ଟଟା ଯଦି 2F1ରେ ରହିଲା, ଯାଇକି ଇମେଜ କୋଉଠି ସୃଷ୍ଟି ହେବ, ସେଇ 2F1ରେ ଆଉ ସମାନ ସାଇଜର ସୃଷ୍ଟି ହେବ। ଆଉ ଗୋଟେ ଜିନିଷ ମନେ ରଖିଦେବେ, ଏଇ କନଭେକ୍ସ ଲେନ୍ସରେ ସବୁଗୁଡ଼ା ରିଅଲ, କେବଳ ଗୋଟିଏ ହେଉଛି ଭର୍ଚୁଆଲ। କୋଉଠି ନା ଯେତେବେଳେ F1 ଆଉ V ଭିତରେ ରହିଥିବ, ଇମେଜଟା କୋଉଠି ସୃଷ୍ଟି ହେଇଥିବ, ବିୟଣ୍ଡ 2F। ତାହେଲେ ସେ ଯୋଉ ଜିନିଷ ପଢ଼ା ହେଇଥିଲା ସେ ଟେବୁଲକୁ ଲକ୍ଷ୍ୟ କରିକି ଏ ଟେବୁଲକୁ ଟାଲି କରିକି ପଢ଼ିଦେବାର ଅଛି। ଯଦି ବି କୋଶ୍ଚିନ୍ ପଡ଼ିଲା, ଲେନ୍ସ ଉପରେ ତ କେବେ ସର୍ଟ କୋଶ୍ଚିନ୍ ଏମିତିଆ ପଡ଼େ ନାହିଁ, ଷ୍ଟିଲ୍ ଯଦି ବି ପଚାରି ଦେଇଥିବ ଆମକୁ ଏଇ ଟେବୁଲ ଗୁଡ଼ାକୁ ମନେ ରଖିବାର ଅଛି। ଆଉ ଡାଇଗ୍ରାମ କାଟିକି ଟାଇମ୍ ନେବାର ନାହିଁ, ପରୀକ୍ଷା ପାଖେଇ ଆସିଗଲାଣି। ଏ ଟେବୁଲ ମୁଁ ଦେଇଦେଇଛି PDFରେ, ଖାଲି ଟେବୁଲ ପଢ଼ିବେ, କୋଶ୍ଚିନ୍ରେ ଆପ୍ଲାଏ କରିବେ। ଆମେ ଜାଣିଛନ୍ତି ସବୁବେଳେ ସେମ୍ ସାଇଜର ପ୍ରଶ୍ନ ଉଠେ କି ନାହିଁ, କୋଉଠି କନଭେକ୍ସ ଲେନ୍ସର କୋଉ ଜାଗାରେ ଭର୍ଚୁଆଲ ମିରର ସୃଷ୍ଟି, ଭର୍ଚୁଆଲ ଇମେଜ ସୃଷ୍ଟି, ଆମେ ଦୁଇଟା କଣ୍ଡିସନକୁ ମନେ ରଖିପାରିବା। ଆଉ କନକେଭ ଲେନ୍ସରେ ସବୁବେଳେ କୋଉ ଭଳିଆ ଇମେଜ ସୃଷ୍ଟି ହେଉଛି, ଭର୍ଚୁଆଲ। ଏସବୁ ଜିନିଷକୁ ଆଉ ଡିସ୍କସନ୍ କରିବାର ନାହିଁ, ଯାଇକି ଖାଲି ପଢ଼ିଦେବାର ଅଛି। ତାପରେ ଗୋଟିଏ ଆସିଲା, ଯେମିତି ମିରର ଫର୍ମୁଲା ପଢ଼ିଥିଲେ କି ନାହିଁ, କ'ଣ ପଢ଼ିଥିଲେ, 1/V ଯୁକ୍ତ 1/U ସମାନ 1/F। ସେମିତି ଲେନ୍ସ ଫର୍ମୁଲାକୁ ମନେ ରଖିଦେବାର ଅଛି, 1/V ମାଇନସ୍ 1/U ସମାନ 1/F। ଆଉ ଆମେ ଯୋଉ ସାଇନ୍ ପଢ଼ିଥିଲେ କି ନାହିଁ, ସାଇନ୍ କ'ଣ ପଢ଼ିଥିଲେ, ଚିହ୍ନ ଗୁଡ଼ା UVF ସବୁଗୁଡ଼ା ମାଇନସ୍, ସବୁଗୁଡ଼ା ମାଇନସ୍ ହେଉଛି କୋଉଠି ନା କନକେଭରେ। କନକେଭରେ ସବୁଗୁଡ଼ା ମାଇନସ୍, କନଭେକ୍ସରେ କେବଳ U ମାଇନସ୍, ବାକି ଗୁଡ଼ା ପ୍ଲସ୍ କି ନାହିଁ। ଯାହା ମିରରର ସମାନ ଲେନ୍ସର କିଛି ଜିନିଷ ଚେଞ୍ଜ ହେଉନାହିଁ, ଖାଲି ମିରର ଫର୍ମୁଲାରେ ପ୍ଲସ୍ ଲାଗୁଛି, ଆଉ ଏଠି ଲାଗୁଛି ଲେନ୍ସ ଫର୍ମୁଲାରେ ମାଇନସ୍। ଆଉ କ'ଣ ପଢ଼ିଥିଲେ, ମିରର ଫର୍ମୁଲାରେ ଯୋଉ ମ୍ୟାଗ୍ନିଫିକେସନ୍ ପଢ଼ିଥିଲେ -V/U ପଢ଼ିଥିଲେ କି ନାହିଁ, -V/U। କିନ୍ତୁ ଏଠି ଆମେ ଯୋଉ ପଢ଼ୁଛନ୍ତି ଏଟା ହେଉଛି +V/U। ମ୍ୟାଗ୍ନିଫିକେସନ୍ କ'ଣ, ପରିବର୍ଦ୍ଧନ ମ୍ୟାଗ୍ନିଫିକେସନ୍, ଇମେଜଟାର ହାଇଟ୍ କେତେ ବଡ଼ ହେବ, ସାଇଜଟା କେତେ ବଡ଼ ହେବା ପାଇଁ ହେଲେ ଆମକୁ କ'ଣ କରିବାକୁ ପଡ଼ିବ, ଏମ୍ଟା ହେଉଛି ଖାଲି V/U ହେଉଛି ଲେନ୍ସରେ ଆପ୍ଲାଏ ହେବ,
माइनस लागिगला माने मिरर रे अप्लाई हबो ए सब जिंस करी हबो कि नहीं आराम से करी हबो खाली आइडिया लगेबे पुट करिवे को जिंस रे कोठी अछि खाली ए पीडीएफ रे मु देई देछि समराइज करी कि थरे पढ़ी देबे आराम से बुझी हबो नेक्स्ट को आसीबा एबे आसीला पावर ऑफ ए लेंस पावर को आमे p संकेत रे सूचै थांती तार सूत्र होची p समान 1/f बा f समान 1/p सबले मन रखिथिबे एई जो जिंसटा आमे यूनिट नबा यूनिटटा सबले मीटर रे प्रकाश हेइथिबा दरकार ताहले मीटर आउ एसआई यूनिट ऑफ पावर रो एसआई यूनिट को कोन कहंती डायप्टर बोली कहंती याकु भी टिके मन रखितबार अछि 1 डायप्टर कोन ना जो लेंस रो फोकल लेंथ f टा हेइथिबो 1 मीटर ता माने कोन p हेइजिबो 1 मीटर केते बेले ना 1/1 मीटर रो फोकल लेंथ हेइथिबा दरकार फोकल लेंथ ता 1 मीटर हेले डायप्टर ता हबो 1 डायप्टर हेइजिबो बुझियला 1d समान 1/1 मीटर फोकल लेंथ सेटा से कहि देइछि एउठु हमकु कोन बुझिबार अछि देई देइथिबो फोकल लेंथ देई देइथिबो फोकल लेंथ देइथिबो पचारिथिबो पावर केते बा पावर देइथिबो हमकु पचारिबो फोकल लेंथ केबे हमें एई सूत्र पके कोन करिबा ना अप्लाई करि परिबा तापर नेक्स्ट इंपोर्टेंट जिंस आसीछि एउठु क्वेश्चन आसीबार चांस एई पेज रो क्वेश्चन आसीबार चांस बहुत रहिबो आ या पर जो एमसीक्यू जदी मते कहबे आनी कि देबी केमिति एई जो लेंस रो अप्लाई करा जिवो आपन क्लियरेंस हे जिवो लेंस ऊपर को भला जिंस आसीबो जदी गोटी पावर लेखा हेतिबो p लेखा हेतिबो कि नै p कैलकुलेशन हेतिबो 1/f करिके लेखा हेतिबो यदि p टा प्लस साइन रे बाहरिला प्लस 2.5 ताले से लेंस टा कोन हेतिबो कन्वेक्स लेंस बा उत्तल लेंस हेतिबो जदी पावर टा नेगेटिव रे आसुची से कनकेव लेंस हेतिबो एउठु भी इंफॉर्मेशन दे देथिबो कोटा कोन हबो हमकु पढी के मन रखिबार अछि ताहले कोन करिवे 10 क्लास बुक को जिबे 10 क्लास बुक रे यार पूरा ओडिया मीडियम रे लेखा हे कि अछि बा आउ कोन हेतिबो 10 क्लास रो एनसीईआरटी बही को जिबे इंग्लिश रे लेखा हेतिबा आपण जदी इंग्लिश रे कंफर्टेबल इंग्लिश रे भी पढी परिबे बहुत जिंस रे कोन करिछि ना प्रश्न दे देछि हमकु प्रश्न देछि कोन करिवे सेठी जाई कि आपण कोन करि परिबे ना अप्लाई करि परिबे याकु छाडिला परे 10 क्लास रो ए बुक छाडिला पर ए चैप्टर सरिला पर तापर अछि गोटे मानव चक्षु ओ वर्ण जगत सही पेज रो फास्ट 4टा लाइन को पढी पकेबे ओडिया मीडियम बही रो प्रथम 4टा लाइन को ओडिया रे लेखा हेछि पढी पके कि खाली कोन करिवार अछि ना बुझिबार अछि सेथिरे कोन देइछि ना पावर को नै कि विभिन्न प्रकार कोन अछि आखिर सब रोग विषय रे देइछि से सब आम पई हेल्पफुल हबो आउ गोटी प्रश्न देइछि ओडिया मीडियम बही रे ताकू टिके करिवा को चेष्टा करिला कोन लेखिछि ना लेखिछि टिके ए जगह गोटे कोठी फांका जगह को आसीबा कोठी फांका थिला मने करा जो एठी फांका देछि ताहले फांका जगह कोन कहिला फांका जगह कहिछि एटा गोटी अबतल लेंस जहार फोकस दूरता होउछि केते 0.05 जदी फोकस दूरता फोकस क्वेश्चन कोन देइछि ना जदी फोकस दूरता देइछि 2.0 मीटर ताहले पावर केते बोली कहिछि f देइ देइछि कि नै f देइछि p पचारिछि हमें को सूत्र जानि चंती p होउछि 1/f ताले 1/f जगह रे केते बसेइबी 1 विभक्त क 2 बाहरी पडिला 0.5 मीटर नो डायप्टर हे जिवो ताले बुझी हैला कि नै को भलिया जिंस हमकु देइथिबो को भलिया जिंस हमें करिवार अछि ठीक देइ नै ताहले जदी से पॉजिटिव बाहरिबो से हेतिबो कन्वेक्स लेंस पावर टा जदी नेगेटिव बाहरिबो से हे जिवो कोन ना
କନକେଭ ଲେନ୍ସ ହେଇଯିବ। ଆମେ ଏମିତିଆ ପି ଦେଇଥିବ ପଚାରିଥିବ ଏଫ୍ ବାହାର କରିପାରିବା, ଏଫ୍ ଦେଇଥିବ ପଚାରିବ ପି ବାହାର କରିପାରିବା। ଇଏ ଯେଉଁ ଜିନିଷ ପଡ଼ିଲେ ଯଦି ତାପରେ ଥରେ MCQ ଗୋଟିଏ ଆମେ ପ୍ରାକ୍ଟିସ୍ କରିଦେବା, ମୁଁ ଯଦି ଖୋଜିକି ଆଣିକି ଦେବି ଦେଖିବେ ଇଏ ଚାପ୍ଟର ପୁରା ମୁହଁରେ ଥିବ। ଏଇଟା ହେଉଛି ବେସିକ୍ ଜିନିଷ। ବେସିକ୍ ଯଦି ପ୍ରଶ୍ନ ପଡ଼ିବ ଆମେ ଏସବୁ ଜିନିଷ ପଢ଼ିଲା ପରେ ଆପ୍ଲାଏ ସବୁଠି କରିପାରିବା। କ'ଣ କରିବେ ଆପଣଙ୍କୁ ଏ ଜିନିଷରେ କ'ଣ ପଢ଼ିବାର ଅଛି ଏବେଠୁ କହିଦେଉଛି ମନେ ରଖିଥିବେ। ସେ ଯେଉଁ ମିରର ଯେଉଁ ଟେବୁଲ ଅଛି ତାକୁ ମନେ ରଖିବାର ଅଛି। ମିରର ଫର୍ମୁଲାରେ 1/v 1/u ତାର ଗଣିତ ପଚାରିଥିବ, ବା ଲେନ୍ସ ଫର୍ମୁଲାର ଗଣିତ ପଚାରିଥିବ, ପାୱାର ଉପରୁ ଗଣିତ ପଚାରିଥିବ କି ନାହିଁ ପଚାରିଥିବ। ଏସବୁ ଜିନିଷକୁ ପ୍ରାକ୍ଟିସ୍ ବାରମ୍ବାର କଲେ ଏ ଜିନିଷ କ୍ଲିୟରାନ୍ସ ହେଇଯିବ। ଲାଇଟ୍ ଉପରେ ସମସ୍ତଙ୍କର ଆଇଡ଼ିଆ ହେଇସାରିଥିବ। ୟା ପରେ ଆମେ ଆଣିବା କାହା ଉପରେ, ଇଲେକ୍ଟ୍ରିସିଟି ଉପରେ ଆଣିବା। ଆଉ ୟାରି ଉପରେ ଗୋଟେ ହୋଲ୍ ଚାପ୍ଟର ଗୋଟେ MCQ ଆଣିବି, ପୁରା ସିମ୍ପଲ୍ ଷ୍ଟେପ୍ରେ କେମିତି ସଲ୍ଭ କରିବା। ଦେଖନ୍ତୁ କୋଶ୍ଚିନ୍ ନର୍ମାଲ ପଡ଼ିଲେ ଆମେ ଯେମିତି ସବୁ ଜିନିଷକୁ ଆଟେଣ୍ଡ କରିପାରୁଥିବା ସେଇଭଳିଆ ଜିନିଷକୁ ଆସିବା। ଆଉ କୋଶ୍ଚିନ୍ ବହୁତ ନର୍ମାଲ ଲେବୁଲରେ ହିଁ ପଡ଼ିବ। 10 କ୍ଲାସ୍ ବହିରେ ଯେତେ ପ୍ରାକ୍ଟିସ୍ ସେଟ୍ ଦେଇଛି ସବୁଗୁଡ଼ାକୁ ପ୍ରାକ୍ଟିସ୍ କରି ପକେଇବେ, ନହେଲେ ମୁଁ ସବୁଗୁଡ଼ା କୋଶ୍ଚିନ୍ ଆଣିକି ପ୍ରାକ୍ଟିସ୍ करे ହିଁ ଦେବି। ବଢ଼ିଆ। ଯଦି ଭିଡ଼ିଓଟି ଭଲ ଲାଗିଥିବ ତ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା। PDF ଯଦି ଦରକାର ଅଛି ପୁରା PDF ପଢ଼ିଛି ଦେଖିବେ, ଫାଷ୍ଟରୁ ଏମିତି କୋଶ୍ଚିନ୍ ସହିତ ପୁରା PDFଟା ଏମିତି ପଢ଼ିଛି, ସବୁ ଅଛି। MCQ ଅଛି, ସବୁ ଜିନିଷ ଅଛି। ଟେଲିଗ୍ରାମରେ ଅଲରେଡ଼ି ଅପଲୋଡ଼ କରିସାରିଛି, ଯାଇକି ପ୍ରାକ୍ଟିସ୍ କରି ପକେଇବାର ଅଛି। ଥ୍ୟାଙ୍କ ୟୁ।